ଛେଣ୍ଡିପଦା ନୟନୀ କୋଇଲା ଖଣିରୁ କୋଇଲା ପରିବହନ ଦିନକୁ ଦିନ ବିବାଦ ଘରରେ ରହି ଆସୁଥିବା ବେଳେ ବର୍ତ୍ତମାନ ପରିବହନକୁ ନେଇ ପୁଣି ମଧ୍ୟ ବିବାଦ ଉପୁଜିଛି, ଯାହାକୁ ନେଇ ଦୁ ଦୁ ଖରାରେ କମ୍ପସଲା ଗ୍ରାମବାସୀମାନେ ଆସି ଛେଣ୍ଡିପଦା ଥାନାର ଦ୍ୱାରସ୍ଥ ହୋଇଛନ୍ତି। କାହିଁକି ଦ୍ୱାରସ୍ଥ ହୋଇଛନ୍ତି, କ'ଣ ରହିଛି ତାଙ୍କର ବିବାଦ, ଆମେ ତାଙ୍କୁ ପଚାରିବା ଏବଂ ତାଙ୍କର ପ୍ରତିକ୍ରିୟା ନେବା। ଆମ ସହିତ ଅଛନ୍ତି ଗ୍ରାମବାସୀ। କ'ଣ କହିବେ ଆଜ୍ଞା? ଆପଣଙ୍କ ଗ୍ରାମ ଦେଇ କୋଇଲା ଯିବ, ସେଥିପାଇଁ ଆପଣ ବିରୋଧ କରୁଛନ୍ତି ନା ପ୍ରତିବାଦ କରୁଛନ୍ତି? କାହିଁକି ବିରୋଧ କରୁଛୁ ଆଜ୍ଞା? ସେ ଆମ ରାସ୍ତାରେ ଅଳ୍ପ କମ ରାସ୍ତା, ଗୋଟେ ଇଣ୍ଡିକା ଗଲେ ଆମେ ବାଇକରେ ଯୋଉ ଚଲେଇ ପାରିବୁନି, କିଏ ଚାଲି ଯାଇପାରିବୁନି। ସେଟା ଛୁଆ ପିଲା ବହୁତ ଆମର ଆକ୍ସିଡେଣ୍ଟ ଯାଇବେ କି ଚାଲି ପାରିବୁନି। ପାଣି ପଣା ପକେଇଲେ ଆମେ ଅସୁବିଧା ହବୁ। ଯଦି ଆମର ରାସ୍ତାରେ ସେ ଯିବ, ଆମକୁ ପୁରା ଫୁଲ ବିସ୍ତାରିତ କରିଦିଅନ୍ତୁ, ସେ ରାସ୍ତାରେ ନିଅନ୍ତୁ, ବୁଝିଲ ନା? ଦେଖନ୍ତୁ, ବ୍ୟକ୍ତି ଜଣକ ଯାହା କହିଲେ କି ତାଙ୍କୁ ବିସ୍ଥାପିତ କରିବା ପରେ କୋଇଲା ନିଅନ୍ତୁ। ଆମ ସହିତ ଆଉ ଜଣେ ଭାଇ ଅଛନ୍ତି, କ'ଣ କହିବେ? କ'ଣ ସବୁ କୋଇଲା ଗଲା, ଆପଣଙ୍କର କ୍ଷୟକ୍ଷତି ହେବ ଏବଂ ଆପଣ କାହାକୁ କାହାକୁ ଜଣେଇଥିଲେ, କାହିଁକି ଥାନାର ଦ୍ୱାରସ୍ଥ ହେଲେ? ମୁଁ ଦୁର୍ଯ୍ୟୋଧନ ବାରିକ, ଘର ଅନ୍ଧାରିକଟା, ଯେଉଁ ପଞ୍ଚାୟତ ଯେଉଁ କଂସଲା। ତେଣୁକରି ଆମର ନୟନୀ କୋଇଲା ଖଣିରୁ ଯଦି ଜିନ୍ଦଲକୁ କୋଇଲା ଯାଏ, ଆମ ଗାଁରେ 500 ବସ୍ତି ପ୍ରଭାବିତ ହେବେ ଡଷ୍ଟ ପାଇଁ। ଧନ ଜୀବନ କ୍ଷୟକ୍ଷତି ହେବ, ରାସ୍ତା ଅଣଓସାରିଆ। ତେଣୁକରି କୌଣସି ଗମନାଗମନର ସୁବିଧା ନାହିଁ। ତେଣୁ ନୟନୀ କୋଇଲା ଯେଉଁ ଖଣିରୁ ଜିନ୍ଦଲ କମ୍ପାନୀ କି ଯେଉଁ ଇଏ ଦେବା କୋଇଲା ପରିବହନ ପାଇଁ ଆମେ ସମ୍ପୂର୍ଣ୍ଣ ବିରୋଧ କରୁଛୁ। ଆଗାମୀ ଦିନରେ ବି ବିରୋଧ କରିବୁ। ବର୍ତ୍ତମାନ ଯେଉଁ ଇଏ ପ୍ରଶାସନକୁ ଆମେ ଜଣେଇଲୁ, ବର୍ତ୍ତମାନ ଛେଣ୍ଡିପଦା ଦ୍ୱାରସ୍ଥ ହେଇକି ଥାନାରେ ଦେଇଛୁ। କଲେକ୍ଟର ପାଖକୁ ବି ଯେଉଁ ଏଟା ଦରଖାସ୍ତ ଦେଇଥିଲୁ। ବର୍ତ୍ତମାନ ତହସିଲଦାରକୁ ବି ଦେବୁ। ଏଣୁକରି ଆଗାମୀ ଦିନରେ ଆମର କିଭଳି ସୁଚାରୁ ରୂପେ ଆମ ଜନବସତି ଯେଉଁ ସୁଦୃଢ଼ ରହିବ, ଆଉ ତା ପ୍ରତି ଆମେ ପ୍ରଶାସନକୁ ଜଣାଉଛୁ। ପ୍ରଶାସନ ତାର ସୁବିଚାର କରି ଏ ଗାଁର ଯେଉଁ ଉନ୍ନତି କାମନା କରି ଆମକୁ ନ୍ୟାୟ ଦେବା ଦରକାର। ଆମ ସହିତ ଆଉ ଜଣେ ବ୍ୟକ୍ତି ମଧ୍ୟ ଯୋଡ଼ି ହୋଇଛନ୍ତି, ଆମେ ତାଙ୍କୁ କହିବା। କ'ଣ କହିବେ? JITPL କୁ ଆପଣଙ୍କ ଗାଁ ରାସ୍ତା ଦେଇ କୋଇଲା ଯିବ, ଆପଣଙ୍କର ଉନ୍ନତି ହେବ, ଗାଁ ରାସ୍ତାର ମଧ୍ୟ ଉନ୍ନତି ହେବ, କିନ୍ତୁ ଆପଣ ବିରୋଧ କରୁଛନ୍ତି କାହିଁକି? ଆମେ ସାରେ ବିରୋଧ କରୁଛୁ କହିଲେ, ଆମର ଏଟା ଛୋଟ ରାସ୍ତା, ଏଟା ତ ଆରଡି ରାସ୍ତା, ଆମର NH ନାହିଁ କି ଯୋଉ 4A ରୋଡ ନାହିଁ। ସେଇଥିପାଇଁ ଆମର ଆଜ୍ଞା ଅସୁବିଧା ହବ କୋଇଲା ଗାଡ଼ି ଗଲେ। ସେଇଥିପାଇଁ ଆମେ ଟିକେ ଅପୋଜ କରୁଛୁ। ଯଦି ନେବେ କୋଇଲା, ସେ କିଛି ବାଇପାସ୍ କରି ରୋଡ ନିଅନ୍ତୁ, ଆମେ ଏଥିରେ ଖୁସି। ସରକାରଙ୍କ ତରଫରୁ ଆପଣମାନଙ୍କୁ କୋଇଲା ଗାଡ଼ି ଯିବା ପାଇଁ କିଛି ଚିଠି ହେଇଛି ନା କୌଣସି ସରକାରୀ କର୍ମଚାରୀ ଆପଣଙ୍କୁ ଯାଇକି? ନାଇଁ ସାର୍, କିଛି ଆମର ଚିଠି ହେଇନି, କୋଉ କମ୍ପାନୀ ତରଫରୁ କିଛି ନାହିଁ। ଖାଲି କମ୍ପାନୀ ବାଲା ଆମକୁ ଧମକଉଛି, ମୁଁ ହକ ନେବି ବାଟେ କୋଇଲା। କମ୍ପାନୀ ବାଲା ନିଜେ ଆସି କମ୍ପାନୀର କର୍ମଚାରୀ ଧମକଉଛନ୍ତି ନା କମ୍ପାନୀର କର୍ମଚାରୀ ସାର୍, ସେ ନିଜେ କମ୍ପାନୀ ବାଲା ନାହିଁ, କର୍ମଚାରୀ ପଠଉଛି ସେ ମିଡିଆ ଟାଇପର। ଆପଣ ବର୍ତ୍ତମାନ ଚାହୁଁଛନ୍ତି କ'ଣ? ଆମେ ସାର୍ ଚାହୁଁଛୁ, ଯଦି ସେ କୋଇଲା ନେବେ ନଉ ତ ଆମର ଦୁଃଖ ନାହିଁ, କିନ୍ତୁ ଆମ ଗାଁ ମଧ୍ୟରେ ନେଇକି ଅଲଗା ବାଇପାସ୍ ରୋଡ ନେଇକି ଗଲେ ଆମେ ସୁରକ୍ଷିତ ଆଜ୍ଞା ରହିବୁ। ଏଇଟା ଆମେ ପ୍ରଶାସନ। ଦେଖନ୍ତୁ, ଗ୍ରାମବାସୀ ମାନଙ୍କର ପ୍ରଶାସନ ନିକଟରେ ଯାହା ଅଭିଯୋଗ ଅଛି, ଗ୍ରାମ ମଧ୍ୟ ଦେଇ କୋଇଲା ନ ନେଇ ବାଇପାସ୍ ରୋଡ କରି କୋଇଲା ନେଲେ ସେମାନେ ସୁଚାରୁ ରୂପେ କୋଇଲା ଗାଡ଼ିକୁ ଛାଡ଼ିବେ ଏବଂ ସେମାନଙ୍କର କୌଣସି କ୍ଷୟକ୍ଷତି ହେଉନି। ଦେଖାଯାଉ ପ୍ରଶାସନ କେତେ ଦିଗରେ ତତ୍ପର ହେଉଛି, ତାହା ଦେଖିବାକୁ ବାକି ରହିଲା। ଛେଣ୍ଡିପଦାରୁ ହଟକିଶୋର, MBC TV।